ମୁଁ ତମକୁ ଅନେକ କଷ୍ଟ ଦେଇଛି। ତମେ ଦେଖିଥିବା ସ୍ୱପ୍ନକୁ ଭାଙ୍ଗି ରୁଚି ମୁଁ ଚୁରମାର କରିଦେଇଛି। नहीं 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 तो नहीं तुम्हें सभी से कोई मतलब लौट जाती हो ना वो पापी वो पापी वो तब बोले चरित्र को मुझे न पारी वो तब बस्ती में अधिकार को छोड़े ही नहीं थी एमिति की वो तब को डाले नो डॉट का मोर्चा तो डाले नहीं थी निवेदिता डाले नहीं थी छी तुम्हें बिल्कुल कुछ जानी छो तुम्हें मोर मो स्वामी इहो परकालर देवता तुम्हें मते आकट शासन करिबनी तो आउ किए करिवो से दिन जदि सेमिति घटना घटी नथा मुगड़ तुम हाथ आकट शासन पाई पारि थांती जानी छो तुम हाथ माड़ खाइबा मो पई महाप्रसाद सहित समान नहीं नहीं निवेदिता नहीं माजी तमर कोन से कथा सुनिबेनी कोन से कथा सुनिबेनी माजी माजी प्रायश्चित करिबी माजी प्रायश्चित करिबी এই হাতরে মু তাকে অনেক যন্ত্রণা দেখছি আজি আজি মু এই হাত দিয়ে ডাকো মাজি হাত দিয়ে ডাকো তুমি এ কর করছো জানিছো সে হাত দুইটা মোর কেতিয়া পড়ার বিনা শর্তরে ମୋ ଭଳି ଗୋଟେ କଳଙ୍କିନୀକୁ ଆଶ୍ରୟ ଦେଇଛି ମୋ ଭଳି କଳଙ୍କିନୀକୁ ଆଶ୍ରୟ ଦେଇଛି ସବୁ ଦୁଃଖ ସୁଖକୁ ମୁଣ୍ଡରେ ମୁଣ୍ଡେଇ ବାଟ ଚାଲିଛି ଆଜି ସେ ହାତକୁ କଷ୍ଟ ଦେଲେ ଏ ପୁରରେ କଣ ମୁଁ ଶାନ୍ତି ପାଇବି ଉତ୍ତର ଦିଅ କହୁଛି ଆରେ ଉତ୍ତର ଦିଅ उत्तर मागी बटा सिला सहज हेले उत्तर दबाटा कोडे एते सहज हाउ एक प्रश्नटा होची महाराज वंशर बड़ बहु अनुपमा छाती भितरे रही ओहर होता तो विसर्जन सत्व बड़े दंशन करि चलिछि जो माटी सीता सावित्री को जन्म से माटी जन्म ही मध्य मो आज गोटे चंडा रुई हातर शंख मथरे सिंदूर मोहरे पड़े गोटे माँ मनरे सरलतार सुजोग नहीं मो जाई सुनी ता जीवनटाको परीक्षागारे परिणत करि देछि सबुद मोर सबुद ସବୁ ଦୋଷ ମୋର କେଇଟା ଟଙ୍କା ଲୋଭରେ ମୁଁ ଘରେ ଗୋଟେ ନୂଆ ରାମାୟଣଟେ ସୃଷ୍ଟି କରିଦେଇଛି ଟଙ୍କା ରୋଜଗାର ପାଇଁ ଅନେକ ମାଧ୍ୟମ ଥାଉ ଥାଉ ମଧ୍ୟ ମୁଁ ଅବାଞ୍ଛିତ କଳାକାର ଜୀବନକୁ ଆଦରି ନେଇ କଳାର ଅମର୍ଯ୍ୟାଦା କରିଛି ଗୋଟିଏ ପଟେ ମହାରାଜ ବଂଶର ବଡ଼ ବୋହୂ ତା ସ୍ୱାମୀର ଜୀବନ ରକ୍ଷା ପାଇଁ ହାତରେ ଟଙ୍କାର ଧନୁଷର ଆଉ ଅପରପକ୍ଷେ ସୀତାର ଦେବପ୍ରଧାନର ସ୍ତ୍ରୀ ଅସମ୍ଭବର 7 ସମୁଦ୍ର ଉପରେ ଠିଆ ହେଇ ମୁଁ ସିନା ସୀତା ଠାବ ଭଳି ଅସାଧ୍ୟ କାମଟିଏ କରିଦେଲି ହେଲେ ପାଇଲି କ'ଣ ଯୋଉ କାମ ପାଇଁ ହନୁମାନ ଆଜି ପୂଜା ପାଉଛନ୍ତି ସେଇ କାମ ପାଇଁ ମୁଁ ଆଜି ଘୃଣା ପାଉଛି ଘୃଣା ପାଉଛି ଘୃଣା ହଁ ଘୃଣା ମୁଁ ଗୋଟିଏ ଘୃଣାର ପାତ୍ର एते स्नेह ममता पाइसारिला परे भी वो देवी प्रतिभा परी भौजक को बुझी पारिले जहर त्याग भल पाइबा बଳରେ ମୁଁ ବରଣ ମୋହରୁ ଫେରି ଆସିଲି ଶେଷରେ ଅତି ଅମାନସିକ ଭାବରେ ମୁଁ ତାକୁ ହତ୍ୟା କଲି ମୁଁ ଗୋଟେ ପାପୀ ମୁଁ ଗୋଟେ ବିଶ୍ୱାସଘାତକ ହଁ ମୁଁ ବିଶ୍ୱାସଘାତକ विश्वासघातक केमिति मु विश्वास करि परली जे सूर्यरा पश्चिम दिगरे उदय हेबो बोली केमिति मु विश्वास कली आंब गछरे आंबोड़ा फळे बोली बड़ चाह जे माठार भी बड़ होई पारे मो सखा चित्र पई दुनिया जगर हळा हळ बिसको से नीचे पेली गले हेले मो कोन कली ताको घृणा करी ताको कळंकिनी सजेई देली ताको मां पड़िया को ये दुनिया आगे वो नीलाम कर देली तथापि से चालो ही मां ही गले
ସାରିବା ପରେ ସମବେଦନାର ଜୁଆର ଫେସ୍ ଟୁ ଫେସ୍ ଏମାନଙ୍କୁ କୁହାଯିବ ଏକବିଂଶ ଶତାବ୍ଦୀର ମଣିଷ। ଏମାନେ କିଛି କରିବା ଆଗରୁ ଚିନ୍ତା କରନ୍ତିନି। ନିଜେ ନିଜ ସ୍ୱାର୍ଥରେ ଅନ୍ଧ ହୋଇ କିଛି ଗୋଟେ ଭୁଲ ଘଟେଇ ସାରିବା ପରେ ହେଲେ କଣ ହୁଏ ସେତେବେଳକୁ ନେଡି ଗୋଡଟା ପୁରା କଉଣିକି ବାଜିଥାଏ କଉଣିକି। ଏଇ ଆପଣମାନଙ୍କ ସମସ୍ତଙ୍କ ଆଗରେ ଯେତେ ଗୁଡିଏ ଚରିତ୍ର ନିଜ ଭୁଲ ପାଇଁ ଆଜି ଅନୁତାପ କରି ପ୍ରାୟଶ୍ଚିତ କରିବାକୁ ଚାହୁଁଛନ୍ତି। ଦିନେ ମାନେ ସମସ୍ତେ ନିଜ ସ୍ୱାର୍ଥରେ ଅନ୍ଧ ହୋଇ ଯଜ୍ଞର ନିରୀହ ପଶୁଟିଏ ପରି ବଳି ପକାଇଦେଲେ ଗୋଟିଏ ମାକୁ। କେହି ଜଣେ ତରୁଟିଏ ବି ଚିନ୍ତା କଲେନି, ତରୁଟିଏ ବି ଭାବିଲେ ଭଲ ପାଇବାର ଚଟାଣ ଉପରେ ବସି ଗୁବୁରି କାନ୍ଦୁଥିବା ସେ ଲଟଣି ପାରର ଆତ୍ମଦାନ। अरे तमे से दियर बाबू दिजन ने सेंति धन धनी कांदुता एदिन मु एते करी कहली मो कथा कोन के सुनिलो तमे तमे परा सेते फलक पे ओकिलाती करथुलो आ फल तमे पाइबोनी ताऊ पाइबो के ओ भाई
ଏଥିରେ ଭାଉଜଙ୍କର କିଛି ଦୋଷ ନାହିଁ। ଯାହା ଘଟିବାର ଥିଲା ତାହା ଘଟିଗଲା। ସବୁ ମୋର ଭାଗ୍ୟ। ଏ ଶୁଣ, ଆରେ ନିଜେ ଭୁଲ କରି ଭାଗ୍ୟକୁ କାହିଁକି ଦୋଷ ଦଉଛୁ? ସେଦିନ ଯଦି ମୋ କଥା ମାନି ତୁ କଲେଜ ଇଲେକ୍ସନରେ ବାତି ନଥାନ୍ତୁ ତାହେଲେ କଣ ତୋର ଏ ଅବସ୍ଥା ହେଇଥାନ୍ତା? ତମରି ସେମାନେ ମୋ ସନକୁ ମାଡ଼ ମାରି ଏମିତି ଅବସ୍ଥା କରିଛନ୍ତି। ବାପୁ ଆମର ଜାଣି ଶୁଣି ଇଲେକ୍ସନ ହାରିଲା ପରେ ବି ସେମାନେ ତାର ଏ ଅବସ୍ଥା କରିଛନ୍ତି। ଆଉ ଯଦି ବାପୁ ଆମର ଇଲେକ୍ସନରେ ଜିତି ଯାଇଥାନ୍ତେ ତାହେଲେ ହୁଏତ ଆମେ ଆମ ସମସ୍ତଙ୍କୁ ସେ କାଳ କଥା ମୁହଁରେ ଧରଣି। କେମିତି କିଛି ହବନି। କେମିତି ଧରିବିନି କହିଲ? ଯଦି ମୋ ସନତର କଣ ହେଇଯାଇଥାନ୍ତା ତାହେଲେ ମୁଁ ସତରେ ବଞ୍ଚି ପାରିଥାନ୍ତି ତ? ସବୁବେଳେ ମୁଁ କହି ଆସିଛି ଆମେ ହେଲେ ଗରିବ, ଖଟିବା, ମୁଲ ଲାଗିବା, ସେତିକିରେ ବଞ୍ଚିବା। କଲେଜ ଇଲେକ୍ସନ କରିବା, ରାଜନୀତି କରିବା, ନେତା ହେବା, ଏସବୁ ବଡ ଲୋକମାନଙ୍କୁ ଶୋଭା ପାଏ। ତାମାନେ ତମେ କହୁଛ ଭାଇ ନିର୍ବାଚନ ଲଢିବା କଣ ମୋର ଭୁଲ? ଆରେ ନାଇଁ, ନିର୍ବାଚନ ଲଢିବାଟା ତୋର ଭୁଲ ନାହିଁ, କିନ୍ତୁ ସ୍ଥାନ କାଳ ପାତ୍ର ନ ଜାଣି ଏ ଇଲେକ୍ସନ ଲଢିବାଟା ତୋର ଆଦୌ ଠିକ ନଥିଲା। କିନ୍ତୁ କାହିଁକି ଭାଇ? କାହିଁକି ନା ଆମେ ହେଲେ ଗରିବ। ତୁ ହେଲି ଗୋଟେ ସାଧାରଣ କର୍ମଚାରୀର ଭାଇ, ଆଉ ତୁ ଯାହା ସହିତ ଇଲେକ୍ସନ ଲଢୁଥିଲୁ ସେ ହଉଛି ମୋ ମାଲିକର ଝିଅ। ଗୋଟେ ସାଧାରଣ କର୍ମଚାରୀର ଭାଇ ମାଲିକର ଝିଅ ସହିତ ପ୍ରତିଦ୍ୱନ୍ଦିତା କରିବାଟା ଠିକ ହେଲା? ନାଇଲୋ ରୋଜି, ସେମାନେ ଆଉ ପାରିବେନି। ମୁଁ ତା ପୂର୍ବରୁ ଗରିବ ଘରେ ମୋର କେତେ ଭାଗ୍ୟରେ ମା, ମୋର କେତେ ଭାଗ୍ୟ। ନାଇଁ ନାଇଁ, ଆପଣ ସେମିତି କିଛି ଭାବନ୍ତୁନି। ଏ ଘର ପାଇଁ ମୋର ତ ପୁଣି କିଛି କର୍ତ୍ତବ୍ୟ ଅଛି ନା ନାହିଁ। ସନ, ଆରେ ବାବା, ମୁଁ ଜାଣିଛି ମୋର ପାଇଁ ତମର ଏ ଅବସ୍ଥା, ସେଥିପାଇଁ ତମେ ମତେ କ୍ଷମା କରିଦିଅ ସନ। ନାଇଁ, ତମେ ଏମିତି କଣ କହୁଛ ମା? କାହିଁ ତମେ କାହିଁ ଆମେ? ମୁଁ ମାନୁଛି ମା, ପିଲାରେ କଣ ଟିକେ ଝଗଡ଼ା ହେଇଯାଇଛି। এই সামান্য কথা পাই তুমি আমার পাখে হাত জড়ি দেব। যেতে যা হেলে বি তুমি পরা আমার অন্নদাতা। সব ভুল হচ্ছে মোর পাই সন। বাহ, কি সুন্দর অভিনয়! ও আখিরা গর্ব অহংকারের প্রতিষ্ঠিত, সে আখিরে পুরো অনুতাপের অস্ত্র। তুমি এমনি কল করছো? এমনি কল করছো তুমি? এ শোনো, আর তো কাহাকে কল করছো? হ্যাঁ, তুমি তো বুঝি পারছো তো? ମୁଁ ଠିକ କହିଛି ଭାଇ। ଟଙ୍କା ଅଛି ବୋଲି ଜଣେ ନାହିଁ ତା କରିବେ, ବଜ କରି ଗରିବମାନଙ୍କୁ ହାତ ଉଠେଇ ମାରିବେ। ଏତେ ସାହସ ତମର? ଯାହା ଟଙ୍କାର ବାଠ ପଡ଼ି ତମେ ମଣିଷ ହେଇଛ, ଆମରି ସାମ୍ନାରେ ତମେ ତାକୁ ଅପମାନ କରିବ? ଏତେ ବଡ଼ ବେଇମାନ ତମେ, ଏତେ ବଡ଼ ବିଶ୍ୱାସଘାତକ ତମେ। ଭାଉଜ, ତମେ ଏ କଣ କଲ? ତମେ ଜାଣିଛ ସନତର କିଛି ଦୋଷ ନାହିଁ। ତମେ ଜାଣି ସାରିଲା ପରେ ବି ଅତି ଆଦର ଦିଅର ଉପରୁ ତମେ ହାତ ଉଠେଇଦେଲ। ଭାଉଜ, ତମେ ମତେ ମାରିଲ ଭାଉଜ, କିନ୍ତୁ କାହିଁକି? ତମେ ପରା କହିଥିଲ ସତ କହିବାକୁ କିଆ ଡରି, ସତ କହି ପଛେ ବୋଲେ ମରି। ଏ ଶୁଣ, ଶୁଣ, ଆରେ ସତ କହିବୁ ବୋଲି ତୁ ସବୁ ସମ୍ପର୍କକୁ ଭୁଲିଯିବୁ? ଆମ ଘରେ ତୁ ଆମ ସାମ୍ନାରେ ନିବେଦିତ ମାକୁ ଅସମ୍ମାନ କରିବୁ, ଆଉ ଆମେ ଭାବୁଛୁ ଦି ଜଣ ସବୁ କିଛି ଦେଖି ବରଦାସ୍ତ କରିଯିବୁ। ଶୁଣ, ଏମିତି ଅବସ୍ଥା ଯେମିତି କେବେ ନ ହୁଏ, ନହେଲେ ମାଡ଼ ମାରି ଗାଲ ଫଟେଇ ଦେବେ। ଠିକ ଅଛି ମା, ସନଟା ପିଲା ଲୋକ କଣ ଟିକେ ଭୁଲ କରିଦେଇଛି, ତା କଥା ଧରିବେନି ମା। ଜାଣିଛନ୍ତି ମା, ଏ ସନଟା 8-10 ବର୍ଷ ହେଇଥାଏ। ମୋ ଶାଶୁ ତାକୁ ମୋ ପାଖରେ ଧରେଇ ଦେଇ ଆର ପାରିକୁ ଚାଲିଗଲେ। ସେଇଦିନ ମୁଁ ଧରି ନେଇଛି ଏ ସନଟା ମୋ ଦିଅର ନୁହଁ, ସେ ହଉଛି ମୋ ପୁଅ। ଏ ଦେଖ ମା, ଦେଖ, ଏ ରୋଜିକୁ ସିନା ମୁଁ ଗର୍ଭରେ ତୋର ଜନ୍ମ ଦେଇଛି, ହେଲେ ସନ ମୋର ସବୁ କିଛି। ମୁଁ ମାନୁଛି ମା, ସେ କିଛି ନା କିଛି ଭୁଲ କରିଥିବ,
ଯୋଉଥିପାଇଁ ତାକୁ ଏ ଦଣ୍ଡ ମିଳିଛି ମୁଁ ତାକୁ ବୁଝେଇଦେବି ମା ସେ ଆପଣଙ୍କ ସହିତ କେବେ ବି ପ୍ରତିଦ୍ୱନ୍ଦିତା କରିବନି ମୋ ସନତର ଯଦି କିଛି ହେଇଯାଏ ଆମେ ଦିଟା ବଞ୍ଚି ପାରିବୁନି ମା ତାକୁ ଟିକେ ସହାୟ ହୁଅନ୍ତୁ ମା ତାକୁ ଟିକେ ଦୟା କରନ୍ତୁ ଏ ଗରିବ ଭଉଣୀଟା ସନତର ଜୀବନ କାଲି ମତେ ଭିକ ମାଗେ अरे तुम डाकी भर को बसवा दियो जाऊँगी बजार जलखिया नहीं आसी हाँ जाऊँगी हाँ अरे तुम चली बोल माँ समग्र कथा धरिकी तुम राग कर चली जीवन घर को आस दुईटा कौन न दे गले आप मन भारी कष्ट हम माँ आपको मुझे अनुरोध करुच्ची ये आसला जाए ये गली सागे सागे आस କରିପାରୁନି ଆସିଲେ ମା ଏଇଠି ବସ ଓ ଦେଖ ତମେ ତ ପୁରା ଝାଳରେ ଗାଧେଇ ଯାଇଛ ବୋଲ ଧୂଆ କାଉଲା କାଲି ଆସିବ ଶୀଘ୍ର ଆସିବ ନା ତ ମା କଥା କରିକି तुमको देखी मु एते खुशी हो जाय जे कोन कहबी निजे भी बुझी पाउनी सुनो सेपट को मुंह बोले कोन दिया छ मो सरिता मा साथे कथा हो चिउरा देखै हो त ना झाड़ हो तुम से कहले डरी ठिया बुझीन मा बुझी तो कि भावच तुम घरे कथा पचारि किसी भी खराब नुह नहीं मुझे जमा खराब हो पचार न कथा कहीं कौच सनत निज दियर बोली यही पण दुकान में तो मुह पची दल आ बाहर छुड़ा बोली मो हाथ में ट्रकी सरेदेल यही ना नहीं माँ कथा कौन कि मोइला लुगाटा केते दिन है सोफा रे नहीं जोग्य नुह भाभी साहस करि पारिले नहीं बुझी देवी माँ बुझी देवी खराब कहबेनी कहन कौन कहबे कह नाई माने कथा करिकी ये जाइछते बजार कोन आनिबा पई एले मो मन कहूची निज हाथ रे कोन गोटे रोसई करि देई थाते तमे हम घरे खाइब ना मां मो मो सत कहूची मु आज घरे खाइ के देबी मां तमे सत कहूछ सत हम घरे खाइ के दिबो सत हम घरे खाइ के दिबो आस मां भीतर का सनो भीतर का कथा करी तुम घर भीतर को जाओ सनु सहित मोर अर्जेंट कथा अच्छी कथा ही सन सरिता माँ कौन कहले शुणिलटी तुम संगे कथा होइला तमे कथा ही भीतर को आस मु बड़ा बड़ी करुची आओ जेमिति झगड़ा न कर
मोर पूरी चेजी सनो अरे बाबा कितने लगो ठीक अछि हेलो बापरी ये तो पूरा बजे एक्सीडेंट कौन करबी देख सनो तमे जदि भाबुथिबो बड़ लोकर झियो मो भितर गर्व अहंकार थिबो विश्वास करो से तो मो भितर किछि भी नाही से दिन तमर के गोटे कथा मो मन गर्व अहंकार को भांगी देछि ए सुनो तम एते जने रागी जाइछ जे मो से तो कथा होबनी मने विश्वास करो से दिन से घटना पाई बद्री भाई जे एमिति गोटे कांड करि नथिबे एकदा मो अत्यम जानथली देखो कॉलेज इलेक्शन में मो जीती सत हेले तम पाखरे मो अति सोचनीय भाବରେ हारि जाइछि प्लीज प्लीज सना मते क्षमा कर दियो ଆଉ କିଛି କହିବାର ଅଛି अरे बाबा एते परे भी बाबू को राग शांति होनी और ठीक अछि मु जानि छी बा तम राग एते जल्दी शांति होबनी ए देखो मु तम आगरे कान धरुछि बस उठौछि जो पर्यंत तम राग शांति न होइछि से पर्यंत मु एंदी बस उठेबी एई देखो मुझे देखी जाऊँगी ना अवस्था पूरा खराब कर देगी देखो तू मु भी रागी गलनी मु भी जमा बंद कर देनी अरे कौन बाबा ये बंद करो नहीं ना मत छोड़े तम हाथ धरुछि सना
ବୁଝିପାରିବନି ଅରୁଣ। ତମକୁ ନେଇ ମୋର କେତେ ସ୍ୱପ୍ନ କେତେ ଆଶା ହେଲେ କାହିଁକି କେଜାଣି ମୋ ମନ ଭିତରେ କିଏ ଯେମିତି ଗୁମରି ଗୁମରି କହୁଛି ଗଙ୍ଗା ତ ସ୍ୱପ୍ନ କ'ଣ ସତ ହବ? କିନ୍ତୁ କାହିଁକି? ଆରେ ବାବା କାହିଁକି ଏସବୁ ପ୍ରଶ୍ନ ତମ ମନରେ ଉଠି ପଡୁଛି? ତାଛଡ଼ା ଆମେ ପିତୃ ସତ୍ୟ ପାଳନ କରିବାକୁ ଯାଉଛୁ ଏତିକି ଭରସା। ତମର କ'ଣ ମୋ ଉପରେ ନାହିଁ? ଅଛି ଅରୁଣ ଅଛି, ସେ ଭରସା ମୋର ତମ ଉପରେ ଯଥେଷ୍ଟ ଅଛି। ତମେ ତ ହଉଛ ମୋ ଅଜା ଅର୍ଜୁନ। ତାହେଲେ ତମେ କାହିଁ ଏତେ ଡରି ଯାଉଛ କହିଲ? ଓ ମାନେ ତମେ ମତେ ଅବିଶ୍ୱାସ କରୁଛ? ନାଇଁ ଅରୁଣ, ମୁଁ ତମକୁ ଅବିଶ୍ୱାସ କରୁନି, ମୁଁ ମୋ ନିଜକୁ ଅବିଶ୍ୱାସ କରୁଛି। ହଁ ଅରୁଣ, ମୁଁ ମିଛ କହୁନି। ଏ ସହରରେ ଖାତି ପ୍ରତି ପ୍ରତିଷ୍ଠା ଥିବା ମହାରାଜ ବଂଶର ବୋହୂ ଦେବାର ଯୋଉ ସାହସିକ ପ୍ରତିଷ୍ଠା ଦରକାର ସେଇଟା କ'ଣ ମୋ ପାଖରେ ଅଛି? ଆଉ ତମ ଭଳି ଲୋକର ସମ୍ମାନ ରଖିବା ପାଇଁ ଏ ବାବା ମା ଝିଅର ଗରିବ ଝିଅଟା ପାଖରେ ଆର୍ଥିକ ସମ୍ବଳ ବା କାହିଁ ଅଛି? ଗଙ୍ଗା ଅଛି, ମିଛଟାରେ ତମେ ନିଜକୁ ଅସହାୟ କରୁଛ। ଅରୁଣ, କୋଉ ସାମାଜିକ ପ୍ରତିଷ୍ଠା ଥିଲା ସେ ପଦ୍ମର? ମିଛର ଅବସ୍ଥା ଥିଲା ସେ ନିଶ୍ଚୟ କହିଦେବ। ମାନେ ସଡ଼ା ବଙ୍ଗରୁ ଜନ୍ମ ହୋଇ ପଦ୍ମ ଯଦି ସକଳ ଶକ୍ତିର ଆଧାର ସୂର୍ଯ୍ୟଦେବଙ୍କୁ ପାଇପାରିଲା, ବିଶ୍ୱ କଣିକା ଯଦି ଚନ୍ଦ୍ରର ପ୍ରେମିକ ହୋଇପାରିଲା, ତମେ ତମେ କାହିଁ ବଡ଼ ସ୍ତ୍ରୀ ହେଇପାରିବ? ଆଉ ଏ ମହାରାଜ ବଂଶର କିନ୍ତୁ ଏଇ ଯେ କିନ୍ତୁ ତଥାପି ଏଗୁଡ଼ା ସବୁ ତମ ମନରୁ ହଟେଇ ଦିଅ, ଦେଖିବ ତମକୁ ସବୁ ଶାନ୍ତି ମିଳିଯିବ। ଆଉ ଏ ଅରୁଣ ମହାରାଜ ଉପରେ ଭରସା ରଖ, ସବୁ ଠିକ ହେଇଯିବ। ଗଙ୍ଗା ତୁମେ ତ ଆସୁଛି। ଆରେ ଏତେ ଶୀଘ୍ର ଚାଲିଯିବ? ବାପରେ ବାପ, ତମେ ଭାଉଜକୁ ଜାଣିନା? ଡେରି ହେଲେ ସେ ବ୍ୟସ୍ତ ହେଇଯିବ ଯେ। ପୁଣି କେବେ ଆସିବ? ଆରେ ପୁଣି କେବେ କଣ, ମୁଁ ତ ଆସୁଛି। ତା ଛଡ଼ା ତମେ ଯେତେବେଳେ ମତେ ମନେ ପକାଉଛ, ମୁଁ କଣ ଏଠାକୁ ନ ଆସି ରହିପାରୁଛି? ଶୁଣ, ସେସବୁ ବାଜ୍ୟ କଥା ତମ ମୁଣ୍ଡରୁ ହଟେଇ ଦିଅ, ତା ନହେଲେ ସତ କହୁଛି। ନାଇଁ ତମେ ସେମିତି କୁହନି, ମୁଁ ତମ କଥା ସବୁ ମାନିବି। ହଉ ଗଙ୍ଗା, ତାହେଲେ ମୁଁ ତ ଆସୁଛି। ବାଏ ବାଏ। କହିବ ପ୍ରେମ। ଜଗନ, ଏମିତି ଅଭଦ୍ର ଭଳିଆ କଥା କ'ଣ କହୁଛ? ଏ ଜଗନ ଯାହା କହେ ସିଧା କହେ, ମାନେ ଫେସ୍ ଟୁ ଫେସ୍। ଛାଡ଼ ଭଗ୍ନେଶୀ, ମୋର ଯାହା ଅଛି ତମେ ସେୟା କର। ଦେଲ 100 ଟଙ୍କା ଦେଲ, ମୋ ନିଶାଟା ପୁରା ଉତୁରି ଗଲାଣି। ଟଙ୍କା ଗୋଡ଼କୁ ତୁ କ'ଣ କାଗଜ ଭାବିଛୁ? ତାଛଡ଼ା ସାନ ଭାଇ ହେଇ ଗୋଟେ ବଡ଼ ଭଉଣୀକୁ ମଦ ପିଇବା ପାଇଁ ଟଙ୍କା ମାଗୁଛୁ। ତତେ ଟିକେ ଖରାପ ଲାଗୁନି? ତୁ ଏତେ ତଳକୁ ଖସିଗଲୁ। ଯା ଯା, କୋଉ ଦିନ ତୁ ମତେ ଟଙ୍କାଟେ ରୋଜଗାର କରି ଆଣି
କରିପାରୁଛୁ ଆଉ ଫେସ୍ ଟୁ ଫେସ୍ ମୁଁ ଯଦି କିଛି କରିଲି ଏଥିରେ କ୍ଷତି କ'ଣ? ମାନେ କଣ କରୁଛି ମୁଁ? ଫେସ୍ ଟୁ ଫେସ୍ ତୁ ଅରୁଣ ମହାରାଜକୁ ପ୍ରେମ କରୁଛୁ। ତୁ ପିଲା ବଡ଼ ପାଟି କରି ମୋ ମୁହଁଟା ବନ୍ଦ କରିଦେଇପାରିବୁ ହେଲେ ହେଲେ ଏ ସମାଜର ମୁହଁଟା କ'ଣ ବନ୍ଦ କରିପାରିବୁ? ଯୋଉ ଲୋକ ଗୁଡ଼ାକ କାଲି ମତେ କହୁଥିଲେ ଏଇ ଦେଖରେ ଜଗନ ମହାରାଜ ଆସୁଛି ଜଗନ ଅରୁଣ ମହାରାଜର ଶଳା ଆସୁଛି ଶଳା କେବଳ ତୋରି ପାଇଁ ଅପା କେବଳ ତୋରି ପାଇଁ ମୁଁ ସେମାନଙ୍କ ଆଗରେ ମୁଣ୍ଡ ଟିକେ ଆଉ କଥା କହିପାରୁନି। ଲୋକମାନେ ଠିକ କରୁଛନ୍ତି। ଆଜି ନହେଲେ କାଲି ତୋର ମହାରାଜର ଫଳ ହବୁ। ଏ ମଧୁଆ ଜଗନ ପୁଣି ଫେସ୍ ଟୁ ଫେସ୍ ଅରୁଣ ମହାରାଜର ଶଳା ହବ। ଶୋଇ ରହି ଲୋକ ସ୍ୱପ୍ନ ଦେଖନ୍ତି ଏକଥା ମୁଁ ଜାଣିଥିଲି ହେଲେ ତୋ ଭଳି ଠିଆ ଠିଆ ଚେଇଁ ରହି ସ୍ୱପ୍ନ ଦେଖୁଥିବା ଲୋକ ମୁଁ ଆଜି ଯାଇ ଦେଖିଲି। ତାମାନେ ତୁ କଣ ଭାବୁଛୁ ମୁଁ ଖାଲି ଅରୁଣ ମହାରାଜକୁ ପ୍ରେମ କରୁଛି? ତୋ ଅପା ପିତୃ ସତ୍ୟ ପାଳନ କରୁଛି। ଛୋଟବେଳେ ଆମ ବାପା ଅରୁଣ ବାପାଙ୍କ ସାଥିରେ ଶପଥ କରିଥିଲେ ଆମେ ପରସ୍ପରକୁ ବିବାହ କରିବୁ ଆଉ ସେଇଥିପାଇଁ ଫେସ୍ ଟୁ ଫେସ୍ ତୁ ପିତୃ ସତ୍ୟ ପାଳନ କରିବାକୁ ଏମିତି ତାମାନେ ତୁ ମତେ ଅବିଶ୍ୱାସ କରୁଛୁ? ହଁ ମୁଁ ତତେ ଅବିଶ୍ୱାସ କରୁଛି। ମୁଁ ଜାଣିଛି ଆମ ବାପା ଅରୁଣଙ୍କ ବାପାଙ୍କ ଭିତରେ ଗୋଟେ ଘନିଷ୍ଠତା ଥିଲା ହେଲେ ତୁ ଅରୁଣ ମହାରାଜକୁ ବାହାବୁ କାଇଁ ବାପା ତୋର କଥା ମତେ କେବେ କହିନଥିଲେ? ତାମାନେ ତୁ କହିବା ଅନୁସାରେ ତୁ ଅରୁଣ ମହାରାଜକୁ ବାହାବୁ ବୋଲି ବାପା ତତେ ଏକା କହିଥିଲେ ଆଉ ମତେ କହିଲେନି। ଜଗନ ଶୁଣ ପା ମତେ ବୁଝିବା ପାଇଁ ଏଇଟା ତୋର ଗୋଟେ ଚାଲ କିମ୍ବା ଅରୁଣ ମହାରାଜକୁ ବୁଝାଇବା ପାଇଁ ଏଇଟା ତୋ ମନ ଭିତରେ ଗୋଟେ ଚକ୍ରାନ୍ତ। ତୋ ସାଥିରେ ମୁଁ କୌଣସି କଥାବାର୍ତ୍ତା ହେବାକୁ ଚାହୁଁନି ବିଷୟରେ। ଶୁଣ ପା ଫେସ୍ ଟୁ ଫେସ୍ ମୁଁ ମିଛ କହୁନି ଲୋ ପା ଧନୀ ଘରର ପୁଅ ମାନେ ଏଭଳି ଗରିବ ଘରର ଝିଅ ମାନଙ୍କୁ ନିଜ ପ୍ରେମ ଜାଲରେ ଫସାଇବା ପାଇଁ ସୁପର ପ୍ଲାନ କରନ୍ତି। ମାନେ ବାହାର ଯା କହୁଛି ବାହାର ଯା ମୋ ସାମ୍ନାରୁ। ଫେସ୍ ଟୁ ଫେସ୍ ଲାଗିନି ଲୋ ପା ମୁଁ ଯାହା କହୁଛି ଥରେ ଚିନ୍ତା କର। ଅତୀତ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ତୁ ଯଦି ଖୋଜି ବୁଲିବୁ କୋଉଠି ହେଲେ ଗୋଟେ ତୁ ପାଇବୁନୁ ଗୋଟେ ଧନୀ ଘରର ପୁଅ ସହିତ ଗୋଟେ ଗରିବ ଘର ଝିଅର ସଫଳ ପ୍ରେମ କାହାଣୀ। ମାନେ ତୁ କଣ କହୁଛୁ? ମାନେ ମତେ ଲାଗୁଛି ତୋର ପ୍ରେମ କାହାଣୀଟା ଅଧା ହେଇ ରହିଯିବ ଆଉ ତୁ ଗୋଟେ ନଷ୍ଟ ଜାତକର ମା ହୋଇ ଅନୁତାପ କରିବୁ। ଗୋଟେ ନଷ୍ଟ ଝିଅର ନଷ୍ଟ ଇତିହାସ ନେଇ ସମାଜରେ ନିନ୍ଦିତ ନାୟିକା ହୋଇ ଘୁରି ବୁଲିବୁ। ଲୋକେ ତତେ ଠିକ ଚାକର କରିବେ ଆଉ ଶେଷରେ ସେ ଉଦ୍ଧାର ମହାରାଜ ବଂଶର ଉତ୍ତରାଧିକାରୀ ମାନେ ନିଜ ଆତ୍ମରକ୍ଷା ପାଇଁ ତୋଠାରୁ ତୋର ବଞ୍ଚିବାର ସମସ୍ତ ଅଧିକାରକୁ ଛଡାଇ ଯାହା ଇଚ୍ଛା ତୁ ସେୟା କର। ମୁଁ ଏବେ ଆସୁଛି। ଗଲେ ବନ୍ଧୁ রাধা রানী ঝুরি মরে রাধা রানী ঝুরি মরে রাধা রানী ঝুরি মরে ओहो एते भलो लागबार कोड अछि तो किछु बुझि बन्नी सुन सरिता मा सनत परस्पर को भलो पाती कहा बापाई स्थिर करिसती मो मतरे बड़ भाई हिसाब रे थोड़े ने प्रस्ताव रे नहीं जाओ देखिबो बापा मा हिसाब रे निश्चय राजी हेजिबे निवेदिता आमे हिले तळ पाहाचर होइछ आ सेमाने एमाने ऊपर पाहाचर होइछ मिल मालिक साक्षी महाराजंकर एकमात्र अली अली झियो होइछ सरिता
ଆଉ ସେଇ ମିଲରେ କାମ କରୁଥିବା ସାମାନ୍ୟ ଗୋଟିଏ ବେତନଭୋଗୀ କର୍ମଚାରୀର ଭାଇ ହେଉଛି ତମ ନାଇଁ ବେଟା ଏତେ ବଡ଼ ଆଶା କରନି ତା ନହେଲେ ଆମେ ଠକି ପଡ଼ିବା ଦୁଃଖ ବି ପାଇବା ସେଥିପାଇଁ ମୁଁ କହୁଛି ପ୍ରଳୟର ସତରେ ପଛିଯିବା ଆଗରୁ ଆମକୁ ଭାତ ଭାଙ୍ଗି ଚାଲିଯିବା ଆଗରୁ ପ୍ରଥମେ ତୁମର ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ ସରିତା କାହିଁ ମୁଁ ପଚାରୁଛି ସରିତା କାହିଁ ବାବୁ ଏ ସରିତା ମା ପୁସ୍ତକ ଆଗରେ ଠିକ ଆସିଥିଲେ ଘର ଭିତରେ ସନକ ସହିତ କଣ କଥା ହଉଛି ସାଙ୍ଗ ହେଇ କଲେଜରେ ପାଠ ପଢୁଛନ୍ତି ତ ତୁ ମୋ ଝିଅକୁ ତୋ ଭାଇ ସାଙ୍ଗରେ ଗପିବାକୁ ଛାଡ଼ି ଦେଇଛୁ ଭଙ୍ଗା ଦଦରା ଚାଳରେ ମୋ ଝିଅ ସରିତା ସୁନାର ଚାମଚରେ ଖାଏ ହାତୀ ଦନ୍ତ ପଲଙ୍କ ଉପରେ ଚଖଣ୍ଡେ ବହଳର ଗଦି ପର୍ଣ୍ଣ ଶୋଇଲେ ତାକୁ ନିଦ ହୁଏନି ପାଦକୁ ଚଲେଇବାକୁ କଷ୍ଟ ହବ ବୋଲି ମୁଁ ବଙ୍ଗଳା ସାରା ଘାସର ଗାଲିଚା ବିଛେଇ ଦେଇଛି ଗାଲିଚା ଆଉ ଏତେ ସବୁ ଜାଣିବା ପରେ ତୋର ସାହସ କେମିତି ହେଲା ତୋର ସାହସ କେମିତି ହେଲା ମୋ ଝିଅକୁ ତୋ ଘରେ ବସାଇବାକୁ ବାବୁ ଆପଣ ମତେ ଭୁଲ ବୁଝୁଛନ୍ତି ସରିତା ମା ଖୁସିରେ ଟିକେ ଘରକୁ ବୁଲିବା ପାଇଁ ଆସିଛି ତାକୁ ମନା କରି ତାଙ୍କ ମନରେ କଷ୍ଟ ଦେବା ପାଇଁ ଏ ଗରିବଟିର ଜୀବନ ନେଉଥିଲାନି ବାବୁ ହଇରେ ଖୁସିରେ ଯଦି ତତେ ବିଷ ତୁ ତ ଖାଇଦବୁ କାହିଁକି ନା କାହା ମନରେ କଷ୍ଟ ଦେବା ଲୋକ ତୁ ନୁହଁ ଗୋପବନ୍ଧୁଟା ତ ମ୍ୟାନେଜର ବାବୁ ଆପଣ ଏମିତି କଣ କହୁଛନ୍ତି କହୁଛୁ ଗୋଟାଏ କୁକୁର କହୁଛି ଖାଇବୁ ସେଇଠି ଝାଡ଼ା ଫେରିବୁ ରାସ୍ତାରେ ବୁଲୁଥିଲୁ ବାବୁକୁ କହିବାରେ ବାବୁ ଦୟା କରି ତତେ ଫାଟି ଚାକି ଦେଲେ ତୁ ଶେଷରେ ଠିକ କାହିଁକି ଆପଣ ମତେ ଏମିତି ତିରସ୍କାର କରୁଛନ୍ତି କି ଦୋଷ ମୁଁ କରିଛି ଆପଣଙ୍କ ପାଖରେ ତୋର ଏଇଆ ତୁ ଗୋଟେ ଗରିବ ତୁ ଗୋଟେ ସାମାନ୍ୟ ଚାକର ଏଇ ମାଲିକର ଝିଅକୁ ତୋ ଭାଇ ସହ ଘଣ୍ଟା ଘଣ୍ଟା ଗପିବାକୁ ସୁଯୋଗ ଆବେ ଏଇଟା ତୁ କଣ ତୋର ଘର କୁହାଯିବ ଘର ହଁ ଘର କୁହାଯିବ ଘର କାରଣ ନିଜ ଆଶ୍ରୟ ପାଇଁ ଝାଟି ମାଟି ନଡ଼ା ଚପଟୁ ଆରମ୍ଭ କରି କୋଠା ଘର ଆକାଶ ବଙ୍ଗଳା ପର୍ଯ୍ୟନ୍ତ ମଣିଷ ଯାହା ସବୁ ତିଆରି କରେ ତାର ଗୋଟାଏ ମାତ୍ର ପରିଚୟ ହଉଛି ସେଇଟା ଗୋଟେ ଘର ଖାଲି ଯା ତାଙ୍କ ଜଗରେ ତୋର ଏତେ ସାହସ ତୁମ ମୁହଁ ଉପରେ ଜବାବ ଦେଲୁ ତୋର ଏତେ ସାହସ ବାବୁ ଆପଣ ଏ କଣ କଲେ ସରିତା ମାଙ୍କ ଉପରେ ହାତ ଉଠେଇ ଦେଲେ ତୁ ମତେ ଭୁଲ ଠିକର ଧାରଣା ଦେବୁ ଆବେ ସେ ମୋ ଝିଅ ମୁଁ ମାରିବି ତୁ କିଏ ବେ କହିବାକୁ ଆପଣ କାହିଁକି ଏମିତି ମତେ ତିରସ୍କାର କରୁଛନ୍ତି ଆପଣ ମତେ କାହିଁକି ଏମିତି ତିରସ୍କାର କରୁଛନ୍ତି ମୁଁ ଗରିବ ଲୋକଟା ବୋଲି ଆପଣଙ୍କ ମନକୁ ଯାହା ଆସିଲା ତାହା କହିଯିବେ ଆବେ ତୁ ଖାଲି ଗୋଟେ ଗରିବ ନୁହଁ ତୁ ଗୋଟେ ଛୋଟ ଲୋକ ମଧ୍ୟ ଆପଣ ଏମିତି କଣ କହୁଛନ୍ତି ବୁଝିପାରୁନୁ ନା ବୁଝା ହଉଛୁ ମାଇଣ୍ଡ ଆଜିଠାରୁ ସରିତା ଭିତରେ ଥିବା ବ୍ୟବଧାନଟାକୁ ମାପିବା ଅଛି ଚାଷୀ ମୁଁ ଭୁଲ କରିଛି ଯାହା ବାଡ଼ିରେ ବାପା ଆପଣ ମତେ ଗାଳି ଦିଅନ୍ତୁ କି ନା ମତେ ଗାଳି ଦଉଛନ୍ତି ଏମାନେ ତ କିଛି ଦୋଷ ନାହିଁ ଡାଡି ଛାଡ଼ ମୋ କଥା ଦରକାର କଣ କରିବି ଆରେ କଣ ଆଉ କରିବୁ ଯୋଉ କର୍ମ କରିଛୁ ତୁ ତା ଫଳ ପାଇବୁ ଆରେ ଇଚ୍ଛା ମନ୍ତ୍ର ନ ଜାଣି ସାପ ଗାତ ହାତ ଉପରେ ଦେଲୁ ସାପର କ୍ଷୟକ୍ଷତିରେ ଯଦି ନିଶ୍ଚୟ କ୍ଷତ ବି କ୍ଷତ ଆପଣ ଭୁଲି ଯାଇଛି ମ୍ୟାନେଜର ବାବୁ ଆପଣ ଟିକେ ସାହୁ ହୁଅନ୍ତୁ ବାବୁ ସବୁବେଳେ ରାଗିଛନ୍ତି ପିଲାଟାକୁ ନିଶ୍ଚୟ ମାରିଦେବେ ଆମ ସନଜକୁ ନାଇଁ ମ୍ୟାନେଜର ବାବୁ ଆପଣ ଟିକେ ସହାୟ ହୁଅନ୍ତୁ ଭଗବାନ ଆପଣଙ୍କର ମଙ୍ଗଳ କରିବେ ଆରେ ତମେ ମାନେ ତ ସେଇଭଳି କାମ କରିଛ ଏବେ ଲୁହ ଗଳିଲେ କଣ ହବ ଠିକ ଅଛି ମୁଁ ଯାଉଛି ତମେ ସନଜକୁ ଟିକେ ପଠେଇ ଦିଅ ହଁ ବାବୁଙ୍କୁ କୁହାଗଲା ପରେ ମୁଁ ଚେଷ୍ଟା କରିବି ଫଳଟା କଣ ହବ ସେ କଥାରେ ମୁଁ ଗ୍ୟାରେଣ୍ଟି ଦେଇପାରିବି
କହୁଥିଲ ନା ନିଜ ଆଖି ଆଗରେ ଦେଖିଲେ ତ ଏବେ ବିଶ୍ୱାସ ହେଇଗଲା ତ କେବଳ ଆମର ଏଇ ଭୁଲ ପାଇଁ ଅଳା ଛୁଆଟାକୁ ସେମାନେ ମାରି ମାରି ଅଧାମରା କରିଦେଲେ। ଆଉ ଏସବୁ ଘଟଣା ଆମ ଆଖି ଆଗରେ ଘଟିଗଲେ ବି ପ୍ରତିବାଦ କରିବାକୁ ଆମର ଶକ୍ତି ନାହିଁ କାହିଁକିନା ଆମେ ହେଉଛେ ଗରିବ। ବେବିତା ଏ କଥାକୁ କେନ୍ଦ୍ର କରି ସେମାନେ ଯଦି ମୋ ସନତକୁ ମାଡ଼ ସେ କାଳକୁ ତ ମୁହଁରେ ଧରନି, ସେ କାଳକୁ ତ ମୁହଁରେ ଧରନି। ଏଇ ଚାଲ ଆମେ ବାବୁଙ୍କ ପାଖକୁ ଯିବା। ବାହାଘର ମତେ ନହେଲା ନାହିଁ ହେଲେ ବାବୁଙ୍କ ଗୋଡ଼ ହାତ ଧରି ଆମେ ଭୁଲ ମାଗି ଆସିବା। ଚାଲ ଯିବା। ନାଇଁ ଭାଉଜ ତମେ ମାନେ ସେଠି କେହି ଯିବନି ସେଠାକୁ ମୁଁ ଏକା ଯିବି। ସାକ୍ଷୀ ମହାରାଜ ସରିତା କେବଳ ମୁଁ ମାନେ ପାଉନି ସରିତା ବି ମତେ ଭଲ ପାଏ। ହଉ ମୁଁ ଯଦି ସରିତାକୁ ଯଦି ଭଲ ପାଉଥାଏ ତାହେଲେ ମୁଁ ସତ କହୁଛି ସାକ୍ଷୀ ମହାରାଜକୁ ବୁଝେଇ ଦେବି ଭଲ ପାଇବାର ମାନେ କଣ। ଯେତେବେଳେ ଜଳ ଆସିବି ମୁଁ ସରିତାକୁ ଏକାକୁ ବୋହ କରିଦିଏ। ଏଇଟା ତମ ଦିଗର ସମୁଦ୍ର ତମ ପାଖରେ ରଣ ସାକ୍ଷୀ ମହାରାଜ ମଙ୍ଗଳକୁ ଗୋଟେ ନାମାଙ୍କିତ ଚାକର ହିସାବ ଯିବନି ଯିବ ଗୋଟେ ବଡ ଭାଇର ପରିଚୟ ନେଇ। ଯେତେ ଧଡ଼ ଧଞ୍ଜା ଆସିଲେ ବି ମୋ ସନତକୁ ମୁଁ ଏକୁଟିଆ ଅସହ୍ୟ ଦେବିନି। ଦରକାର ପଡ଼ିଲେ ଦେବକଥା ସନତ ପାଇଁ ତା ଜୀବନକୁ ବାଜି ଲଗେଇ ଦବ ବାଜି। জগন্নাথ জগন্নাথ তুমি ମୋ ସନତକୁ ଭରସା ଠାକୁରେ তুমি ମୋ ସନତକୁ ଏତେ ସାହସ ମୋ ମୋ ଉପରେ ଭାବୁଛୁ ଆଜି ମାରୁ ମାରୁ ତୋର ସେ ଜବାବ ଦେବ ମୋଟାକୁ ଚିନ୍ତା କରିଦେବି। ତମେ ବିରାଟ ମାରୁ ମାରୁ ତ ମାରିଦେବ ନା କଣ? ତମେ ବାବନା ଗୋଡ଼େ ଖଞ୍ଚାଇ ପଚାର ତୁ କୋଉଠି ଥିଲା ସେ ପଚାର ତୁ। ମା ସନ୍ଧ୍ୟା ତୁ କୋଉଠି ଥିଲୁ? କୁଆଡ଼େ ଯାଇଥିଲୁ? ଆମେ ମା ଝିଅ ଦି ଜଣ ଗୋଟେ ତାମସା ଲଗେଇଛୁ। ଝିଅ ଘଣ୍ଟା ଘଣ୍ଟା ଘରେ ରହୁନି ଆମା ଜାଣିପାରୁନି ଝିଅ ଯାଉଛି କୁଆଡେ। ମତେ ତମ ଦୋଷ ଦଉଛ? ହଁ ତମର କିଛି ଦୋଷ ନାହିଁ ନୁହେଁ। ଏନୁ ମୋ ମୁଣ୍ଡଟା ଗରମ କରନା କହୁଛି। ପଚାର ଏ ସାକ୍ଷୀ ମହାରାଜର କଣ ସୋସାଇଟି ନାହିଁ ତାର ଫ୍ରେଣ୍ଡ ସର୍କଲ ନାହିଁ। ସେ ଫ୍ରେଣ୍ଡ ସର୍କଲ ଭିତରୁ ତାକୁ କଣ କେହି ମିଳିଲେନି ସାଙ୍ଗ ଆସିବାକୁ। ଶେଷରେ ଚି 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 କେମିତି ଚୁପ୍ ରହିବାନୁ କେମିତି ଚୁପ୍ ରହିବି। ମତେ ଯେମିତି ଲାଗୁଛି ଏ ମହାରାଜ ବଂଶର ମୂଳକଟା ଧୀରେ ଧୀରେ ଧସି ହେବାକୁ ଲାଗୁଛି। এই মজবুত কান্দারে ইটা গুড়াটা যেমনি খণ্ড খণ্ড হয়ে ভাঙ্গি যাওয়াକୁ ଲାଗୁଛି। ତମେ କହନୁ ଗୋଟାଏ ଭାଇ ଯାହାକୁ ମୁଠା ମୁଠା ଟଙ୍କା ଦେଇ ପାଠ ପଢ଼େଇଲି ସ୍ନେହ ଶ୍ରଦ୍ଧା ଦେଇ ମଣିଷ କଲି ସେ ଭାଇ ଆଜି ଗୋଟେ ଗରିବ ଘରର ଝିଅକୁ ଭଲ ପାଇ ବସିଛି। ଆଉ ଏ ଝିଅ ଯାହାକୁ ମୁଁ ନିଜ ଜୀବନ ଠାରୁ ଅଧିକା ଭଲ ପାଇଲି ସେ ଝିଅ ଆଜି ମୋ ମୁହଁକୁ ତଳକୁ କରି ମୋର ଗୋଟେ ଅଧସ୍ତନ ଭାଇ କର୍ମଚାରୀର ଭାଇ ସହ ତା ଘରେ ବସି ହାତକୁ ଦି ହାତ ଧରି ଏ ରାସ୍ତାରୁ ସେ ରାସ୍ତା ଘୁରି ବୁଲୁଛି। ପଚାରନୁ ତାକୁ ସେ ଟୋକା ସହ ୟାର ସମ୍ପର୍କ କଣ? तो बापा पर कौन पचाउछंती तो कौन सତରେ से पुओ को हां मम्मी मु तांका घर को जाए सनंद्र हाथ धरी मु रास्ता रे घुरी बोले काहे कि ना मु ताको भलो पाए ताको बाबा भाई नो बता नहीं जाईची तते मु एई थरका पाई क्षमा करी
ମୋ ଆଗରେ ଯେମିତି ଏମିତି ନାଁ ଉଚ୍ଚାରଣ ନ ହୁଏ ତତେ ଏବେ ବି ସମୟ ଦଉଛି ତୁ ତ ନିଷ୍ପତ୍ତି ପରିବର୍ତ୍ତନ କର ଆପଣ ବି ଭୁଲି ଯାଉଛନ୍ତି ଡାଡି ଆପଣ ଯୋଉ ମହାରାଜା ବଂଶର ଉତ୍ତରାଧିକାରୀ ମୁଁ ବି ଠିକ୍ ସେଇ ମହାରାଜା ବଂଶର ଉତ୍ତରାଧିକାରୀ ଆପଣ ଯଦି ଆପଣଙ୍କ ନିଷ୍ପତ୍ତିକୁ ବଦଳି ଦେଇପାରିବେନି ସେହି ବଂଶର ଝିଅ ହେଇ ମୁଁ କେବେ ମୋ ନିଷ୍ପତ୍ତିକୁ ବଦଳି ଦେବି ଡାଡି ତୁ ତୋର ସେ ବିଦ୍ରୋହର ତଣ୍ଟିଟାକୁ ସେପଟେ ରଖେ ଚାପି ରହି କହୁଛି ତା ନହେଲେ ସଖୀ ମହାରାଜ ଗୋଟେ ଅଲଗା ମଣିଷ ହେଇଯିବ ଅଲଗା ମଣିଷ କଣ ହେଇଛି ଭାଇ ଆପଣ ଏମିତି ପାର୍ଟି କରୁଛନ୍ତି କାହିଁକି ପଚାର ଜାତି ଗୋତ୍ର କୁଳକୁ ଜଳାଞ୍ଜଳି ଦେଇ ମାଲିକ ଚାକରର ବ୍ୟବଧାନକୁ ଭୁଲି ସେ ସନଦକୁ ଏକ ପାଇଁ ସେ ଯେତିକି ନାଇଁ ନୁହେଁ ତାଇ ହଉଛ ତମେ ଝିଅକୁ ପୁଅ କରି ଗଢ଼ି ତୋଳିବାର ଆଶା ତମକୁ ଆଜି ଏସବୁ ଦେଇଛି ତମ ପାଇଁ କାଳ ହେଇଯାଇଛି ବଡ଼ ପାଟି କରି ମୋ ମୁହଁଟାକୁ ବନ୍ଦ କରିବାକୁ ଚେଷ୍ଟା କର ମୋଲା କରୁଥିଲି ବାରମ୍ବାର ଝିଅଟାକୁ ତମେ ନିର୍ବାଚନରେ ମିଶିବାକୁ ଦିଅନି ଶୁଣିଥିଲ ମୋ କଥା ତମେ ଟିକେ ଚୁପ୍ ରହିଲେ ଭାଉଜ ଆଚ୍ଛା ଭାଇ ସରିତାର ବାହାଘର ଯଦି ସୋନ ସହିତ ନ କରିବ ତାହେଲେ କାହା ସହିତ କରିବ ବୋଲି ସ୍ଥିର କରୁଛନ୍ତି ତୁ ଠିକ କରୁଛୁ ଏ ଘଟଣା ସବୁଆଡେ ପ୍ରଚାର ହୋଇସାରିଲାଣି ଏହି ପରିସ୍ଥିତିରେ କୋଉ ବଡ ଘରର ପୁଅ ତାକୁ ବିବାହ କରିବାକୁ ଆଗେଇ ଆସିବ ସେ କଥା ମୁଁ ସ୍ଥିର କରି ତ୍ରିଶଙ୍କର ଭଣଜା ତ୍ରି ସହିତ ତାର ବିବାହ କରିଦେବି ଜାଣି କଣ କହିଲେ ତ୍ରିଶଙ୍କ ସହିତ ମୋର ବାହାଘର କରିଦେବ ଏମିତି ବାହା ହବା ତ ଦୂରର କଥା ତା ମୁହଁ ଚାହିଁବାକୁ ମୁଁ ଚାହେଁନି ଆଉ ଯଦି ଏ ବାହାଘର କରିବାକୁ ଚେଷ୍ଟା କର ତାହେଲେ ତମ ଝିଅ ଆତ୍ମହତ୍ୟା କରିଦେବ ଏଇଟା ହଉଛି ମୋର ଫାଇନାଲ ଡିସିସନ ଏଇ ତମ ମୁଣ୍ଡ ଫୁଣ୍ଡ ଖରାପ ହେଇଯାଇଛି ନା କଣ କହିଲ ତମେ ସେ ପତ୍ନୀ ସହିତ ମୋ ଝିଅ ସରିତାର ବାହାଘର କରିବାକୁ ଚାହୁଁଛ ଏଇଟା ଯଦି ତମର ଶେଷ ସିଦ୍ଧାନ୍ତ ତାହେଲେ ମୋ କଥା ବି ଶୁଣି ରଖ ସରିତା ଆତ୍ମହତ୍ୟା କରିବା ପୂର୍ବରୁ ମୋ ହିସାବରେ ମୁଁ ତାକୁ ବିଷ ଦେଇ ମାରିଦେବି ତାକୁ ଦେଖୁଛୁ ମା ଝିଅ ଦି ଜଣ କେମିତି ମୋ ମୁହଁରେ ଜବାବ ଦେଇ ଚାଲିଗଲେ ମୁଁ କଣ କହୁଥିଲି କି ଭାଇ ଆପଣ ଏତେଟା ଉତ୍ତେଜିତ ହବାଟା ତମର ଠିକ ନୁହେଁ ସମସ୍ତଙ୍କ ମନେ ନାହିଁ ଯୋଉଟା ସମସ୍ତଙ୍କ ପାଇଁ ମଙ୍ଗଳ ହବ ସେଇ କାମ କରିବା ତମକୁ ଠିକ ହବ କଣ ହେଲା ତୁ ମତେ ହିତୋପଦେଶ ଦେବୁ ମୁଁ କାହାରି ଉପଦେଶ ଶୁଣିବାକୁ ଚାହେଁ ନା ମୁଁ ଯାହା ନିଷ୍ପତ୍ତି ନେବି ସେଇଆ ହିଁ ହବ ଆଉ ତତେ ବି କହୁଛୁ କି ଶୁଣିଲ ସେ ଗଙ୍ଗା ସହିତ ବିବାହ କରିବା କଥା ତୁ ବି ମନରୁ ବୁଝିଦେ ସରିତା ବାହାଘର କଥାରୁ ମୋ ବାହାଘର କଥା ମୁଁ କିଛି ବୁଝିପାରିଲିନି ଏଥିରେ ଗଙ୍ଗାର ଦୋଷ କଣ ଏ ମହାରାଜ ଘରେ ବହୁ ହେବାର ଗଙ୍ଗାର ଯୋଗ୍ୟତା ଅଛି କି ନାହିଁ ସେ କଥା କହିବାକୁ ତମେ କିଏ ତା ଛଡା ଗଙ୍ଗାକୁ ତ ମୁଁ ଭଲ ପାଇ ବିବାହ ହେବାକୁ ବସିନି ବାପାଙ୍କ ପିତୃସତ୍ୟ ରକ୍ଷା କରିବାକୁ ଯାଇ ମୁଁ ଗଙ୍ଗାକୁ ବିବାହ କରିବି ମୁଁ କୌଣସି ଶପଥ ବୁଝେ ନା ମୁଁ କେବଳ ମୋ ମାନ ସମ୍ମାନ ଦେଖେ ଆଉ ସେଇଥିପାଇଁ କହୁଛି ଗଙ୍ଗା ସହିତ ତୋର ବିବାହ ସମ୍ଭବ ମୁଁ କାହା ପୁରୁଷ ନୁହେଁ ଭାଇ ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ର ପୁରୁଷତ୍ୱକୁ ସମ୍ମାନ ଦେଇ 14 ବର୍ଷ ବନକୁ ଯାଇଥିଲେ ସେଇ ଦେଶର ସେଇ ମାଟିର ମଣିଷ ହେଇ ମୁଁ ବାପାଙ୍କର ସାମାନ୍ୟ କଥାଟାକୁ ରଖିପାରିବିନି ନିଶ୍ଚୟ ରଖିବି ଆଉ ଦରକାର ପଡ଼ିଲେ ତା ପାଇଁ ଏଇ ଜୀବନଟାକୁ ମୁଁ ବାଜି ଲଗାଇଦେବି ତାହେଲେ ଗଙ୍ଗା ମରିବ ଆଉ ମୋରି ହାତରେ ମରିବ ତମେ ଏତେ ନିଶ ଏତେ ଛୋଟ ତମର ପ୍ରକୃତି ମୁଁ କଳ୍ପନା ବି କରିପାରୁନଥିଲି ତମର ଅହଙ୍କାର ଭିତରେ ତମେ ଏତେ ତଳକୁ ଖସିଯିବ ଚିତ୍କାର କରନି ମୋ କଥା ମୁଁ ବୁଝିବି ସେଥିରେ ମୁଣ୍ଡ ବୁଡ଼ାଇବାକୁ ମୁଁ ତମକୁ କହୁନି ଗଲାବେଳେ ୱାର୍ଣ୍ଣିଂ ଦେଇଯାଉଛି ଯଦି ସରିତାକୁ ବୁଝାସୁଝା କରି ଅନ୍ୟତ୍ର ବିବାହ କର ଯେମିତି ସେ ମନ୍ତ୍ରୀ ସହିତ ନୁହଁ ଆଉ ଯଦି ସେଇ ସରିତାର କିଛି ହେଇଗଲା ମୁଁ ତମକୁ ଛାଡ଼ିବିନି ଚାକି ମହାରାଜ ତମର ମାନକୁ ତମର ସମ୍ମାନକୁ ତମର ବଂଶ ପରମ୍ପରାକୁ ଆଉ ତମର ଭାଇ ସଂସାର
ସ୍ୱଭାବ ଛାଡ଼ିବିନି ମୁଁ କାହାକୁ ଛାଡ଼ିବିନି ମା ଝିଅ ଭାଇ ଆଜି ସମସ୍ତେ ଏକା ସାଙ୍ଗରେ ଯିବାକୁ ବସୁଛନ୍ତି ମୁଁ କାହାକୁ ଛାଡ଼ିବିନି ସମସ୍ତଙ୍କୁ ଗୋଟା ଗୋଟା କରି ଗୁଳି କରି ମାରିଦେବି ଗୁଳି କରି ସାର୍ ଠିକ ଅଛି ତାକୁ ଭିତରକୁ ପଠେଇ ଦିଅ ତାହେଲେ ମୁଁ ଆସୁଛି ସାର୍ ହଁ ମୁଁ ଆସିଥିଲି ମୁଁ ଜାଣିଛି ତମେ ନିଶ୍ଚୟ ଆସିବ କିନ୍ତୁ ତା ପୂର୍ବରୁ ଜାଣିବାକୁ ଚାହିଁବି ତମେ ହଁ ମୁଁ ସରିତାକୁ ଭଲ ପାଏ ଆଉ ତାକୁ ବିବାହ କରିବାକୁ କଥା ଦେଇଛି କିନ୍ତୁ ସରିତା ମଧ୍ୟ ତମକୁ ଭଲ ପାଏ ଆଉ ବିବାହ କରିବା ପାଇଁ କଥା ଦେଇଛି ଏ କଥା ବି ମୁଁ ଜାଣେ କିନ୍ତୁ ମୁଁ ଏଥିରେ ରାଜି ନୁହଁ ଏଇଆ ତ ସବୁ ମୁଁ ବୁଝିପାରିନି ମାନେ ଆରେ ସାମାନ୍ୟ କଥାଟା ବୁଝିପାରିଲ କଣ ଅନ୍ୟ ଜଣକୁ କାହା ପାଇଁ ବାହା ହେଇ ସାରା ଜୀବନ ଚଳିବା ପାଇଁ ଟଙ୍କା ପିଇବା ପାଇଁ ଘର ବୁଲିବା ପାଇଁ ଗୋଟାଏ ଗାଡ଼ି ନେଇ ସରିତା ମାଙ୍କ ଜୀବନରୁ ଦୂରେଇ ଯାଏ ବାସ୍ ମୋର କହିବା କଥା ଆବେ ତୁ ଗୋଟାଏ କଣ କହିବୁ ବେ ଭଗବାନ ହୋଇ ଚନ୍ଦ ଧରିବାକୁ ଚେଷ୍ଟା କରୁଛୁ ଚନ୍ଦ ଛି ତୁ ତୁ ହବୁ ସାକ୍ଷୀ ମହାରାଜ ଘରେ ଯାଇ ଆବେ ତୁ ମୁଁ ପଚାରୁଛି କାହା ସାହସରେ ଆବେ କାହା ସାହସରେ କଣ କେ ଟଙ୍କାରେ ମୁଣ୍ଡ ବିକିଥିବା ତୋର ସେଇ ମଳି ମୁଣ୍ଡିଆ ଭାଇର ସାହସରେ ମୋ ବଡ଼ ଭାଇଙ୍କ ସାହସରେ କାଦୁଅକୁ ଝିଟିଣକ କରି ମଥାରେ ଲଗାଏ ମଶା ବଂଶଙ୍କର ବଇସି ମାଛ ଯାହା କୁମ୍ଭକର୍ଣ୍ଣ ତାକୁ ଭାଙ୍ଗି ଦେଇପାରିନ ବଂଶ ମଣର ପଥର ସହିତ ଯାହାକୁ ଯେ ନିବିଡ଼ ଆତ୍ମସତକ ସେଇ ଭାଇଙ୍କ ସାହସରେ ଶୁଣ ଶୀଘ୍ର ନିଷ୍ପତ୍ତିଟା କର ବେଗେ ନିଷ୍ପତ୍ତି ନେବୁ ନିଷ୍ପତ୍ତି ନେବି ତା ପୂର୍ବରୁ ମୁଁ ସରିତାକୁ ଦେଖା କରିବାକୁ ଚାହେଁ ନା ସମ୍ଭବ କାହିଁକି ଅସମ୍ଭବ ତମମାନେ ମତେ ଧରି ନେବାକୁ ପଡ଼ିବ ତମ ଝିଅ ଉପରେ ତମର କର୍ତ୍ତୃତ୍ୱ ନାହିଁ ସନ ସନ ଆରେ ତମେ ଏଠି କାହିଁକି ଆସିଲ ମୁଁ ତ ବର୍ତ୍ତମାନ ତମ ଘରକୁ ଯାଇଥାନ୍ତି ଏଠି କାହିଁକି ଆସିଲ ତମେ 70 ଟଙ୍କା ବଙ୍ଗଳା ପଟ ଆଉ ଗାଡ଼ି ଚାବି ଦେଖି ତମେ କ'ଣ କିଛି ବୁଝିପାରୁନ ନାଇଁ ସନ ମୁଁ ତ କିଛି ବୁଝିପାରୁନି କଣ ହେଇଛି ଆମ ଡାଡି ମୋ ଆଗରେ ପ୍ରସ୍ତାବ ରଖିଛନ୍ତି ଅନ୍ୟ ଜଣକୁ ବିବାହ କରି ଭଲରେ ଚଳିବା ପାଇଁ ଟଙ୍କା ରହିବା ପାଇଁ ମଙ୍ଗଳ ଆଉ ଗାଡ଼ି ଚାବି ନେଇ ତମକୁ ଭୁଲିଯିବା ପାଇଁ ଆଶ୍ଚର୍ଯ୍ୟ ଆମର କିଛି ନାହିଁ ଏଇଟା ହିଁ ସତ କଥା ଆଉ ଏତେ ବଡ଼ ସୁଯୋଗ ମୁଁ ହାତଛଡ଼ା କରିବି ନାଇଁ ସନ ନାଇଁ ସନ ତମେ ସେମିତି କହୁନି ତମେ ଆଉ କାହାକୁ ଭଲ ପାଇପାରିବନି ଆଉ କାହାକୁ ବାହା ହେଇପାରିବନି ଦେଖ ଏଇ ଟଙ୍କାରେ ତମେ ଆମ ଭଲ ପାଇକୁ ବଳି ଦେଇପାରିବନି ତମେ କେବଳ ମୋର ସନ କେବଳ ମୋର ତମ ଡାଡି କିନ୍ତୁ ଆମ ବିବାହକୁ ସ୍ୱୀକୃତି ଦେବେନି ନଦିଆନ୍ତୁ ଦରକାର ନାହିଁ ଚତୁର୍ଥ ସ୍ୱୀକୃତି ସେଦିନ କେଦାର ଗୌର ପ୍ରଭୁଙ୍କ ସମାଜର ସ୍ୱୀକୃତି ଦେଇଥିଲା କଣ କରିଥିଲେ ସେମାନେ ଆଉ ତମେ ତମେ କିନା ଟଙ୍କା ପାଇଁ ଆମ ପ୍ରେମକୁ ସରିତା ଚିନ୍ତା କରନି ଶୁଣନି ମୋ ପ୍ରଶ୍ନ ତମେ ଉତ୍ତର ଦେଇପାରିବ ଏ ସମାଜରେ ସାଧାରଣ କର୍ମଚାରୀ ଭାଇ କଲେ ତାର ପ୍ରେମର ମୂଲ୍ୟ ସେଇଟା ଟଙ୍କା ଗୋଟେ ଘର ଆଉ ଯଦି ଗୋଟେ ଗାଡ଼ି ହେଇଗଲା ତୁମ ଝିଅର ପ୍ରେମର ମୂଲ୍ୟ କେତେ ଟଙ୍କା ସରିତା ତମ ଝିଅକୁ ତମେ ଅନ୍ୟ ପାଖରେ ବିକ୍ରି କରିପାରିବ ଶୁଣ ଶୁଣ ମୋ ହାତରେ ଟଙ୍କା କିଣିଦିଅ ମୋ ମତେ ଶୀଘ୍ର କିଣିଦିଅ ଆଉ ଏ ସମାଜରେ ପ୍ରେମକୁ ଭୁଲ କରୁଥିବା ଏ ଅହଙ୍କାର ବାପମାନଙ୍କୁ ବୁଝେଇ ଦିଅ ଯେ ପ୍ରେମଟା କଣ ନିଅ ଧରେ ଟଙ୍କା ଧରେ ଶୀଘ୍ର ତୁ ସାହସ କଣ କହୁଛି ତୁ ସାହସ କଣ କହୁଛି ଦେଖ ସନ ମୁଁ କହୁଛି ମାନେ ତମେ ଡରିବାର କିଛି ନାହିଁ ଧର ଧରେ ଟଙ୍କା ଧରେ ଶୀଘ୍ର ଆରେ ଧର କହୁଛି ମୁଁ କହୁଛି ଧର୍ମ ସେ ଟଙ୍କା ସୁନ୍ଦର ଆବେ ମୁଁ କହୁଛି ଧର୍ମ ସେ ସୁନ୍ଦର Master! I will
ତୁ ମୋ ଘରେ ଠିଆ ହୋଇ ମୋ ଝିଅ ମଥାରେ ସିନ୍ଦୁର ମୁଁ ଛାଡ଼ିବିନି ମୁଁ ତ ଦେଇ ମୁଁ ତୋର ଶେଷ କରିଦେବି ଆଗରୁ ଆଡ଼େଇଟା କହୁଛି ତା ନହେଲେ ମୁଁ ଭୁଲିଯିବି ତୁମର ଝିଅ ବୋଲି ଆଡ଼େଇଟା କହୁଛି କ'ଣ କହିଲୁ ଯୋଉ ହାତରେ ତୁମ ଝିଅ ମଥାରେ ସିନ୍ଦୁର ଦେଇଛୁ ମୁଁ ତୋର ସେ ହାତ ଦିଟାକୁ ଏମିତି କଲବଲ କରିବି ତୁ କେବେ ଜୀବନରେ ସୁଦ୍ଧା ଭାବି ନଥିବୁ ଆଉ ତା ପୂର୍ବରୁ ଯୋଉ ଶଙ୍କା ସିନ୍ଦୁର ଦେଇକି ମୋ ଝିଅକୁ ତୋ ସ୍ତ୍ରୀର ସ୍ୱୀକୃତି ଦେଇଛୁ ମୁଁ ତୋରି ଆଖି ଆଗରେ ତାକୁ କେମିତି ନଷ୍ଟ କରୁଛି ରେ ଆରେ ଦେଖ ରହିବାକୁ ଚେଷ୍ଟା କର ଆଉ ତୁ ଯେତେ ଶୀଘ୍ର ପାରୁଛୁ ତୋର ଏଇ ଛୋଟ ଲୋକର ଭାଇଟାକୁ ନେଇ ଚାଲିଯା ତା ନହେଲେ ତମ ଭଳି କୁକୁର ଗୁଡ଼ାକୁ ମୁଁ ତମ ଅଣ୍ଡାକି ଧମକା ଦେଇ ବାହାର କରିବି ଦରବାର ଦେଖିବା ଦରକାର ନାହିଁ ଆମେ ଆପେ ଆପେ ଚାଲିଯିବୁ କହିପାରିବେ ବାବୁ କୋଉ ନାଁରେ ଆପଣ ବଡ଼ ଆଉ ଆମେ ଛୋଟ ମା ପାଟିରେ ଆପଣ ଯୋଉ ଦଶବାସ ମୁଁ ବି ସେଇ ଦଶବାସ ଯୋଉ ସୂର୍ଯ୍ୟ ଦେବତା ଆପଣଙ୍କୁ ଆଲୋକ ଦଉଛନ୍ତି ସେଇ ସୂର୍ଯ୍ୟ ଦେବତା ମତେ ବି ଆଲୋକ ଦଉଛନ୍ତି ଯୋଉ ପବନ ଆପଣଙ୍କ ଅଗଣାରେ ବହୁଛି ସେ ପବନ ମୋ ଅଗଣାରେ ବି ବହୁଛି ଆପଣ ଯୋଉ ଧାନ ଭାତ ଖାଉଛନ୍ତି ମୁଁ ବି ସେଇ ଧାନ ଭାତ ଖାଉଛି ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯୋଉ ପଞ୍ଚପୁତ୍ର ଆପଣଙ୍କ ଶରୀର ଗଣା ସେ ପଞ୍ଚପୁତ୍ର ମୋ ଶରୀର ଗଣା ଏତେ ସବୁ ପରେ ଆପଣ ବଡ଼ ହେଇଗଲେ ମୁଁ ଛୋଟ ହେଇଗଲି ତୁ ଗୋଟେ ସାମାନ୍ୟ ଚତୁର ହୋଇ ମତେ ନୀତି ଶିକ୍ଷା ଦେବୁ ନୀତି ଶିକ୍ଷା ନୁହେଁ ବାବୁ କର୍ମରେ ଗୌରଶଙ୍କର ଜୀବନରେ ଆପଣ ମୋତେ ଏତିକି ଶିଖି ନାହାନ୍ତି ଅଫିସର ଆଉ ଅଧସ୍ତର କର୍ମଚାରୀ ମାଲିକ ଆଉ ଚାକର ସମ୍ପର୍କଟା କେବଳ ଅଫିସର ଚାରିକାନ୍ତ ଭିତରେ ଆବଦ୍ଧ ହାତ ଉପରେ ମତେ ମାରିଛନ୍ତି ସହିଛି ମୋ ସ୍ତ୍ରୀକୁ ବିଧବା ସଜାଇ ଦେଇଛନ୍ତି ସହିଛି ମୋ ଭାଇକୁ କୁକୁର ମାଙ୍କଡ କହିଛନ୍ତି ତାକୁ ବି ସହିଛି ଦେବତା ଦିନେ ଭାଇକି ଆପଣ ହାତ ଉଠେଇ ମାରିବେ ଆପଣଙ୍କର ଏତେ ସାହସ ମୁଁ ଆପଣଙ୍କୁ ଅଚାର କରିଦେଉଛି ଆଉ ଯଦି କେବେ ଏମିତି କରିବାକୁ ଚେଷ୍ଟା କରନ୍ତି ହୁଅନ୍ତୁ ପଛେ ଆପଣ ମୋ ଶ୍ୱଶୁର ସେ ହାତକୁ ମୋଡ଼ି ମୁଁ ଅଚଳ କରିଦେବି ମୁଁ ଆପଣଙ୍କ ଆଦର୍ଶର କର୍ମଚାରୀ ନୁହେଁ ଆପଣ ମୋତେ ସମର୍ଥ ଦେବେ ହରିତ ହାତରେ ଶଙ୍ଖା ମୋଟାରେ ସିନ୍ଦୁର ଶିରରେ ବସି ଆଉ ମୋ ସ୍ତ୍ରୀକୁ ନେଇ ମୁଁ ବେଠାରୁ ଚାଲିଯିବି ଆପଣଙ୍କର କ'ଣ କରିବାର ଇଚ୍ଛା କରନ୍ତୁ ସେ ତୁ ସାହସ କରନା କରୁଛି ନହେଲେ ଆପଣଙ୍କୁ ବହୁତ ପସ୍ତାଇବ ଆପଣ ମୋର କିଛି କରିପାରିବେନି କାରଣ ସରିତା ଏବେ ନାବାଳିକା ନୁହେଁ ସାବାଳିକା ମୁଁ ଏବେ କୋର୍ଟକୁ ଯିବି ଆଉ ଆପଣଙ୍କ ନାଁରେ ଏଫଆଇଆର ଦେବି ବଞ୍ଚିତ ଆପଣ ମୋ ସ୍ତ୍ରୀକୁ ବିଧବା ସଜାଇ ଦେଇଛନ୍ତି ଆସ ସରିତା ସେ ଭାଇଟାକୁ ତୋର ପାଖକୁ ଫେରି ଆଣିବୁ ତୋ ଭାଇକୁ ପଛକୁ ଫେରି ଆଣେ ନହେଲେ ତାପରେ ତୁ ବହୁତ ପସ୍ତେଇବୁ ତୋ ଭାଇକୁ ପଛକୁ ଫେରି ଆଣେ ତା ନହେଲେ କ'ଣ କରିବେ ଚାକିରିରୁ ବାହାର କରିଦେବେ ତ ହେଲେ ସେଥିପାଇଁ ମୋର ଭୟ ନାହିଁ ହେଲେ ତା ପୂର୍ବରୁ ସନତ ଆଉ ସରିତାର ଯୁକ୍ତ ଫଟୋ ଗୁଡାକ ଏ ସହରର କାନ୍ଥ ବାଟରେ ମୁଁ ଛାପି ଦେଇଥିବି ଆଉ ଆଜି ପର୍ଯ୍ୟନ୍ତ ଅହଙ୍କାର ଭାବେ ଏ ସହରରେ ଉଡୁଥିବା ମହାରାଜ ବଂଶର ବିଜୟ ବୈଜୟନ୍ତକୁ ମୁଁ ସବୁଦିନ ପାଇଁ ଅସ୍ତମିତ କରିଦେବି